ଯଦି ଆମେ ପାର୍ଲରରେ କିନା ହେୟାର ଷ୍ଟ୍ରେଟନିଂ କରୁଛେ କେମିକାଲରେ, ତ ଆମେ ଘରେ ବି ହେୟାର ଷ୍ଟ୍ରେଟନିଂ କରିପାରିବା। ତ ତାର ପ୍ରୋସେସ ଗୁଡ଼ିକ କୁହନ୍ତୁ, କ'ଣ ଦରକାର ଆଉ ସେଟା କେତେ ଦିନ ଲାଷ୍ଟିଂ କରିବ ସେଟା ଟିକେ କୁହନ୍ତୁ। ସମସ୍ତେ ତ ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରୁଛନ୍ତି। ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରୁଛନ୍ତି, ପରମାନେଣ୍ଟ ହେୟାର ଷ୍ଟ୍ରେଟନିଂ 6 month ରୁ 1 years ରେ। ଯଦି ଆପଣ ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରିପାରୁନାହାନ୍ତି, ଘରେ ଯଦି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ କରିପାରିବେ ହେୟାର ଷ୍ଟ୍ରେଟନିଂ। ଯଦି ଆପଣ ହେୟାର ଷ୍ଟ୍ରେଟନିଂ କରିବାକୁ ଚାହୁଁଛନ୍ତି, ଗୋଟେ ନଡ଼ିଆ ଆଣିବେ, ଭଲସେ ତାକୁ କୋରାକୋରି କରିବେ। କରିକି ତାକୁ ଆପଣ ତାର କରିକି ଭଲସେ ବାଟିବେ। ବାଟିକି ତାର କ୍ଷୀରଟା କାଢିକି ଗ୍ୟାସର ଧିମେ ଆଞ୍ଚରେ ମଇଦା ପକେଇକି ତାକୁ ପେଷ୍ଟ ତିଆରି କରିବେ। ପେଷ୍ଟ ତିଆରି କରି ସାରିଲା ପରେ ସେଟା ଥଣ୍ଡା ହେଇଗଲା ପରେ ଆପଣଙ୍କ ଚୁଟିରେ ଆପ୍ଲାଏ କରିବେ। କେମିତି ଆପ୍ଲାଏ କରିବେ? ପୁରା ସରୁ ସରୁ ଲେୟାରରେ ଆପ୍ଲାଏ କରିବେ ଆଉ ଚୁଟିକୁ ବାରମ୍ବାର ମନସିଫାଇ କରିବେ। ଏଇ ଟାଇପର ଆପଣ ସବୁ ଚୁଟିକୁ ଲଗେଇବେ। ଲଗେଇ ସାରିଲା ପରେ 90 ମିନିଟ୍ ରଖିବେ। 90 ମିନିଟ୍ ପରେ ଆପଣ ଥଣ୍ଡା ପାଣିରେ ୱାଶ କରିନେବେ। ୱାଶ କରି ସାରିଲା ପରେ ଭଲ ଟାୱେଲରେ ପୋଛିବେ। ଟାୱେଲରେ ପୋଛି ସାରିବା ପରେ ଷ୍ଟ୍ରେଟନିଂ ମେସିନ୍ ସାହାଯ୍ୟରେ ଆପଣ ସରୁ ସରୁ ଲେୟାରରେ ଷ୍ଟ୍ରେଟନିଂ କରିପାରିବେ। ଏହିପରି ଯଦି ଘରୋଇ ଷ୍ଟ୍ରେଟନିଂ କରିବେ ତାହେଲେ 15 ରୁ 20 ଦିନ ରହିବ ଆଉ ଆପଣଙ୍କୁ ବି ଭଲ ଲାଗିବ। ଯଦି ଆପଣ ବିଶ୍ୱାସ ହଉନି, ଆପଣ ନିଜେ ଟ୍ରାଏ କରିକି ଦେଖନ୍ତୁ ଘରୋଇ ଷ୍ଟ୍ରେଟନିଂ ଆପଣଙ୍କୁ କେମିତି ଲାଗୁଛି।